ଚାଷୀ ପ୍ରାଧାନ୍ୟ ରାଜ୍ୟ ଓଡ଼ିଶାରେ ଅକ୍ଷୟ ତୃତୀୟା ବା ଅକ୍ଷୀ ତୃତୀୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଆମ ପରମ୍ପରାରେ ବୈଶାଖ ମାସରୁ ଚନ୍ଦ୍ରମାସ ଗଣନା ଆରମ୍ଭ ହୁଏ। ବୈଶାଖ ଓ ଜ୍ୟେଷ୍ଠ ଦୁଇଟି ମାସର ଗ୍ରୀଷ୍ମ ଋତୁ ଋତୁରାଜ ବସନ୍ତ ପରେ ଆଗମନ ହୁଏ। ଶହ ଶହ ବର୍ଷ ଧରି ବୈଶାଖ ମାସ ଶୁକ୍ଳପକ୍ଷର ତୃତୀୟା ତିଥିଟିକୁ ପବିତ୍ର ଦିନ ଭାବେ ଧରାଯାଏ। ତେଣୁ ଏକ ଅନୁକୂଳ ଦିନ ଭାବରେ ଏହି କଲ୍ୟାଣକାରୀ ତିଥିରେ ରଥ ନିର୍ମାଣର ଶୁଭାରମ୍ଭ, ଚନ୍ଦନ ଯାତ୍ରା ଆରମ୍ଭ, ଘର ଭୂମି ପୂଜା କରାଯିବା ସହ ଅକ୍ଷି ମୁଠି ବୁଣା ଓ ଘଡ଼ି ପଥୁଲି ପୂଜା କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ସକାଳୁ ନୂଆ ବସ୍ତ୍ର ପିନ୍ଧି ହଳ ଲଙ୍ଗଳ ସହ ନୂତନ ସଜ୍ଜିତ ତାଟରେ ଭୂମି ପୂଜା ସାମଗ୍ରୀରେ 5 ପ୍ରକାର ଫଳ, ଫୁଲ, ଚନ୍ଦନ, କର୍ପୂର, ଧୂପ, ଦୀପ ସହ ସୁନା ନେଇ ଅକ୍ଷିମୁଠି ଜମିକୁ ଯାଇଥାନ୍ତି ଚାଷୀ। ଜମିର ଐଶାନ୍ୟ କୋଣରେ ଲକ୍ଷ୍ମୀଙ୍କ ନାମରେ ପୂଜାକୁ ବିଧିପୂର୍ବକ କରିବା ପୂର୍ବରୁ ମୁଠିବାର ଜମିରେ ହଳ କରି ଅକ୍ଷି ମୁଠି ବୁଣିଥାନ୍ତି। ଘରେ ଯାଇ ପିଠାପଣା ସହ ହବିଷ ଭୋଜନ କରିଥାନ୍ତି ଚାଷୀ ଭାଇମାନେ। ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ଏହି ପର୍ବ ଅନୁଷ୍ଠାନକୁ ମୁଠି ପକା, ମୁଠି ଛୁଆଁ, ମୁଠି ଅନୁକୂଳ ନାମରେ ନାମିତ କରାଯାଇଥାଏ। ଏହି ଦିନ କିଣାକିଣି କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ଏବଂ ଅନନ୍ତ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏହା ସହିତ ଏହି ଦିନ ଦାନ କରିବା ଦ୍ୱାରା ଲୋକମାନେ ଶୁଭ ଫଳ ମଧ୍ୟ ପାଆନ୍ତି। ଏହା ସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ। 21 ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଚନ୍ଦନ ଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣଙ୍କ ସମେତ ପଞ୍ଚମହାଦେବ, ଜମ୍ବେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ। ପୁରାଣ କହେ, ମହର୍ଷି ଜନକ ଏକ ପ୍ରତିକୂଳ ପରିସ୍ଥିତିରେ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ଭୂମି ପୂଜା କରି ଏକଦା ହଳ କରୁଥିବା ସମୟରେ ସୀତାଙ୍କୁ ଲାଭ କରିଥିବାରୁ ଲକ୍ଷ୍ମୀ ରୂପୀ ସୀତା ବୀଜଦାତ୍ରୀ ରୂପେ ବର୍ଣ୍ଣିତ। ତେଣୁ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ତାଙ୍କୁ ଆଜିର ଏହି ଦିନରେ ପୂଜା କରାଯାଇଥାଏ। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ୍।